ରୋହିତଙ୍କ ଠାରୁ ଗୁରୁମନ୍ତ୍ର ପାଇଥିବା ବୋଲରଙ୍କୁ ଦ୍ୱିତୀୟ ଟେଷ୍ଟରେ ମିଳିବ କି ସୁଯୋଗ? ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଚ୍ୟାନେଲକୁ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ, ପାଖରେ ଥିବା ଘଣ୍ଟି ଚିହ୍ନରେ ଦବାଇ ଦିଅନ୍ତୁ। ତେବେ ସୂଚନା ଅନୁସାରେ କେପଟାଉନ୍ ଟେଷ୍ଟରେ ଟିମ୍ ଇଣ୍ଡିଆର ପ୍ଲେଇଂ 11ରେ ପରିବର୍ତ୍ତନ ହେବା ଉପରେ ଏବେ ଜୋରଦାର ଚର୍ଚ୍ଚା ହେଉଛି। ତେବେ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ମାତ୍ର 3 ଦିନରେ ଏହି ମ୍ୟାଚ୍ ହାରିଯାଇଥିଲା। ଏହି ପରାଜୟ ପରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଏବଂ ବୋଲରଙ୍କ ଉପରେ ପ୍ରଶ୍ନ ଉଠିଥିଲା। ବିଶେଷ କରି ଡେବ୍ୟୁ ଟେଷ୍ଟ ଖେଳୁଥିବା ପ୍ରସିଦ୍ଧ କ୍ରିଷ୍ଣା ପ୍ରଭାହୀନ ଥିଲେ। ତେବେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ କେପଟାଉନ୍ଙ୍କ ବଲରେ ସହଜରେ ରନ୍ ସଂଗ୍ରହ କରିଥିଲେ। ତେବେ ପ୍ରସିଦ୍ଧଙ୍କୁ କେପଟାଉନ୍ ଟେଷ୍ଟରୁ ବାଦ୍ ଦିଆଯିବ ବୋଲି ଆଲୋଚନା ହେଉଛି। ତେବେ ଏଥିସହିତ ମୁକେଶ କୁମାରଙ୍କୁ ପ୍ରସିଦ୍ଧଙ୍କ ସ୍ଥାନରେ ସାମିଲ କରାଯାଇପାରେ। ତେବେ ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ଅଭ୍ୟାସ ସେସନରେ ମୁକେଶ କୁମାର ଅଧିକ ସମୟ ବୋଲିଂ କରିଥିଲେ। ଏଥିସହ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମୁକେଶ କୁମାରଙ୍କ ଉପରେ କଡ଼ା ନଜର ରଖିଥିଲେ। ସେ ମୁକେଶଙ୍କୁ କିଛି ଟିପ୍ସ ମଧ୍ୟ ଦେଇଥିବା ଦେଖାଯାଇଥିଲା। ରୋହିତଙ୍କ ଠାରୁ ଗୁରୁମନ୍ତ୍ର ପାଇଥିବା ମୁକେଶ ଦ୍ୱିତୀୟ ଟେଷ୍ଟ ଖେଳିବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି। ଏହା ପୂର୍ବରୁ ମୁକେଶ କୁମାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଡେବ୍ୟୁ ଟେଷ୍ଟରେ ମୁକେଶ କୁମାର 48 ରନ୍ ଦେଇ 2 ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ରବୀନ୍ଦ୍ର ଜାଡେଜା କେପଟାଉନ୍ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଯଦି ରବୀନ୍ଦ୍ର ଜାଡେଜା ପ୍ଲେଇଂ 11ରେ ସ୍ଥାନ ପାଆନ୍ତି ତେବେ ରବିନ୍ ଅଶ୍ୱିନଙ୍କୁ ବସିବାକୁ ପଡ଼ିପାରେ। ତେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଜାନୁଆରୀ 3ରୁ ଖେଳାଯିବ। ତେବେ କେପଟାଉନ୍ ପଡ଼ିଆରେ ଉଭୟ ଦଳ ମୁହାଁମୁହିଁ ହେବେ। ରିପୋର୍ଟ ଓଡି କ୍ରିକେଟ୍ ନ୍ୟୁଜ୍।